ଯେତେ ଆସିଛନ୍ତି ଆଜ୍ଞା ସମସ୍ତଙ୍କର ଭାବ ବିନୋଦିଆ ଠାକୁର କାଳିଆ ସାଆନ୍ତ ନେଇଯାଇକି ତାଙ୍କ ଭିତରେ ରଖିଦେଲା। ଆଉ ତାଙ୍କ ମାଧ୍ୟମରେ ସମସ୍ତେ ପରିଚାଳିତ ହେଉଛନ୍ତି। ଯିଏ ଗଲା ଜୟ ଜଗନ୍ନାଥ ନାମକୁ ଜପି କେତେବେଳେ ଯେ କ'ଣ କେଉଁ ସମୟରେ ହେବ ସେଇଟା ପ୍ରଭୁଙ୍କ ପାଖରେ ଆମେ ସମର୍ପିତ ହୋଇଗଲେ ପ୍ରଭୁ ତା କଥା ବିଚାର କରିବେ। ଯାହା ହଉ ଆଜି ଯେତେବେଳେ ଆମେ ଭଗବାନଙ୍କ ପାଇଁ ଆତୁର ହେବା ସେତେବେଳେ ଭଗବାନ ଆମ ପାଖକୁ ଆସିବେ। ଆଜି ଭଗବାନ ଆସିଛନ୍ତି। ଭଗବାନ ମା ଦେବହୂତିଙ୍କ ଗର୍ଭରେ ଆବିର୍ଭାବ ହେଲେ ଏବଂ ପ୍ରଭୁଙ୍କର ପ୍ରବେଶ କଲେ। ପ୍ରଭୁ 9 ମାସ ଶାସ୍ତ୍ର କୁହନ୍ତି 9 ମାସ ମାଆଙ୍କ ଗର୍ଭରେ ରହିଛି ତାପରେ ଆବିର୍ଭାବ ହୋଇଛନ୍ତି। ଯେତେବେଳେ ଆବିର୍ଭାବ ହୋଇଗଲେ ପୂର୍ବ କଥା ଗୋଟିଏ ମନେ ପକାଇବା। ପୂର୍ବ କଥା ମନେ ପକାଇଲା କଥା ହେଲା ଯେ କଥା କହିଥିଲେ କଦର୍ମ ଯେ ଯେତେବେଳେ ମୁଁ ପୁତ୍ରଟିଏ ତୁମକୁ ଦେବି ସେତେବେଳେ ମୁଁ ସନ୍ନ୍ୟାସ ବ୍ରତ ଅବଲମ୍ବନ କରିବି। ଯେତେବେଳେ ପୁତ୍ର ପ୍ରଭୁ କପିଳ ମହାମୁନିଙ୍କର ଆବିର୍ଭାବ ହେଲା ଭଗବାନ କପିଳଙ୍କର, ଭଗବାନ ନିଜେ କହିଲେ ଯେ ହେ ପିତାଶ୍ରୀ ତୁମେ ଯେଉଁ ସର୍ତ୍ତ ରଖିଥିଲ ଯେଉଁ ନିୟମ ରଖିଥିଲ ସେ ନିୟମକୁ ତୁମେ ଆଜି ପାଳନ କର। ତୁମେ ଏବେ ସନ୍ନ୍ୟାସ ବ୍ରତ ଅବଲମ୍ବନ କରି ସଂସାର କ୍ଷେତ୍ରରୁ ଦୂରେଇ ଯାଅ। ହଁ, ତା ଆଗରୁ ଆଉ ଟିକେ ପ୍ରସଙ୍ଗ ରହିଛନ୍ତି। 12 ବର୍ଷ ପରେ ଯେତେବେଳେ କର୍ଦମ ଦେଖିଲେ ଦେବହୂତିଙ୍କୁ, ଦେବହୂତି ସେଠି କହିଛନ୍ତି ତମେ ବର ପ୍ରଦାନ କଥା କହିଛନ୍ତି, ବରଟିଏ ସେ ମାଗିଛନ୍ତି ପୁତ୍ରଟିଏ ଦିଅ ତମେ କହିଥିଲ। ତାପରେ ବିଶ୍ୱକର୍ମାକୁ ସ୍ମରଣ କଲେ। ବିଶ୍ୱକର୍ମା ସ୍ମରଣ କଲେ, ବିଶ୍ୱକର୍ମା ଆସି ପହଞ୍ଚି ଯାଇଛନ୍ତି। ବିଶ୍ୱକର୍ମା କହିଲେ ତୁମେ ଏପରି ଏକ ଭୁବନ ତିଆରି କରିବ ଯାହାକି ସେ ଶୂନ୍ୟରେ ଚଳପ୍ରଚଳ କରିବ, ସବୁ ପ୍ରକାର ସୁବିଧା ଯେମିତି ଶିଳ୍ପ ଗୋଟିଏ ରାଜବାଟୀ ଯାହାକୁ କୁହନ୍ତି ଆଜ୍ଞା ରାଜ ଉଆସ ତିଆରି କରିଦେବ। କରିଦେଲେ। କରିସାରିଲା ପରେ ଯେଉଁ ବସ୍ତ୍ର ପରିଧାନ କରିଥିଲେ 12 ବର୍ଷ କାଳ ମା ମାନେ ପତ୍ନୀ ଦେବହୂତି କହିଲେ ଦେବହୂତି ନା ଆଜ୍ଞା ନା ଟିକେ ଏଇ ସରୋବରରେ ଟିକେ ସ୍ନାନ କରିଦିଅ। ସରୋବର ନାଁ ହେଲା ବିନ୍ଦୁ ସରୋବର। ଏ ବିନ୍ଦୁ ସରୋବର ନାଁ କାହିଁକି ହେଲା ନା ଏ ସରୋବର ଗୋଟିଏ ବିନ୍ଦୁରୁ ତିଆରି ହେଇଛି, ଜଳ ବିନ୍ଦୁରୁ। ସେ ଜଳ ଆସିଲା କେଉଁଠୁ ନା ହର୍ଷସ୍ୱ ଅର୍ଥାତ୍ ଉଲ୍ଲାସ ଆନନ୍ଦରେ ଆମେ ଥରେ ଥରେ ବିଭୋର ହୋଇକି ଆଖିରୁ ଆମର ଆଜ୍ଞା ଲୋତକ ପାତାଳି ଆସେ ନା, ଦୁଃଖରେ ଲୋତକ ଆସେ ପୁଣି ଆନନ୍ଦରେ ଲୋତକ ଆସେ। ସେ ଆନନ୍ଦ ଆସୁର ଲୋତକ ଯେତେବେଳେ କର୍ଦମଙ୍କ ଠାରୁ ଆସିଲା ସେଇ ଲୋତକର ବିନ୍ଦୁ ଯେତେବେଳେ ପଡ଼ିଲା, ଏଟା ବର୍ଷା ପରିଆ ଧାର ହୋଇକି ପଡ଼ିବନି, ଗୋଟିଏ ବିନ୍ଦୁ ଯେତେବେଳେ ପଡ଼ିଲା ସେ ବିନ୍ଦୁରେ ଗୋଟିଏ ସାଗର ହୋଇଗଲା, ତା ନାଁ ହେଲା ବିନ୍ଦୁ ସାଗର। ତାହେଲେ ଏଇ ଯେଉଁ ବିନ୍ଦୁଟି ପଡ଼ିଲା, ଯେଉଁ ଜଳ ବିନ୍ଦୁଟି ଆସିଲା ଲୋତକରୁ ବା ଚକ୍ଷୁରୁ, ସେ ପରିବେଶଟା କ'ଣ ଥିଲା ନା ହର୍ଷ ଉଲ୍ଲାସ ଆନନ୍ଦ ସତ୍ସଙ୍ଗୀର ପ୍ରେମରେ ସେ ଉଦ୍ବୁଦ୍ଧ ହୋଇ ପଡ଼ିଥିଲେ। ଏବଂ ସେହି ସମୟରେ ତାଙ୍କ ଚକ୍ଷୁରୁ ଯେଉଁ ଲୋତକ ବିନ୍ଦୁଟି ଆସିଥିଲା, ଯେଉଁ ବିନ୍ଦୁ ହୋଇକି ପଡ଼ି ମାନେ ଖସିଲା ଆଖିରୁ, ସେ ଆଖିର ସେ ଜଳବିନ୍ଦୁ ଆଜି ଗୋଟେ ବିନ୍ଦୁ ସାଗର ହୋଇଯାଇଛି। ତାହେଲେ ଦେବହୂତି ଟିକେ ବିନ୍ଦୁ ସାଗର ସ୍ନାନ କର। ସେ ବିନ୍ଦୁ ସାଗର କାହାର? ତାଙ୍କରି। ଇହ କାଳ ପରକାଳ ଦେବତା ହେଉଛନ୍ତି ପ୍ରଭୁ ନିଜେ। କିଏ ନା ପତି ହେଉଛନ୍ତି ଇହ କାଳ ପରକାଳ ଦେବତା। ତେଣୁକରି ଭଗବାନ ତାଙ୍କର ଗୋଟିଏ ଲୋତକ ବିନ୍ଦୁରୁ ତିଆରି ହୋଇଥିବା ସରୋବରକୁ ବିନ୍ଦୁ ସରୋବର ନାମରେ ନାମିତ କରାଗଲା ଏବଂ ସେଇଥିରେ କହିଲେ ସ୍ନାନ କର। ଆଜ୍ଞା ସ୍ନାନ କରିବାକୁ ଗୋଟିଏ ବୁଡ଼ ତ ପକାଇଛନ୍ତି, କୁହାଯାଇକି ବାହାରିଲେଣି କେଉଁଠି ନା ଯେଉଁଠି ବିଶ୍ୱକର୍ମା ତିଆରି କରିଥିଲେ ଯେଉଁ ରାଜବାଟୀ, ଯେଉଁ ଉଆସ ତିଆରି କରିଥିଲେ ତା ଭିତରେ ଯାଇ ପହଞ୍ଚିଯାଇଛନ୍ତି କିଏ ନା ଦେବହୂତି। ଚାରିକରେ ମାନେ ରାଣୀଙ୍କ ଚାରିକରେ ଯେମିତି ଆମର ଦାସୀମାନେ ରୁହନ୍ତି, ପରିଚାରିକାମାନେ ରୁହନ୍ତି, ସେବିକାମାନେ ରୁହନ୍ତି, ଠିକ୍ ରହିଯାଇଛନ୍ତି। ଏଆଡ଼େ କ'ଣ କରିଛନ୍ତି ପ୍ରଭୁଙ୍କର ମାୟା ନା। ଭାଗବତ କ'ଣ କହନ୍ତି କହିଲା ମୋ ମାୟା ମୋତେ ଅଗୋଚର ଏଣୁ ମୋ ନାମ ମାୟାଧର କରି କରାଉଥାଏ ମୁହିଁ ଅନ୍ତରେ ସାକ୍ଷୀ ରୂପେ ଥାଇ। କହିଲେ ମୁଁ କରୁଛି କରଉଛି
कि ये केते समयर कथबार्ता तेणु जो कर्दम ऋषि जो कौन थी कि क्षीण शरीर थे जो से सरोवर स्नान करती से सरोवर स्नान से दिव्य सुंदर रूप धारण कर जाकि देवहित पहुँची गले एवं आदेश अनुसार शास्त्र कहती से राजबाटीवासी उवास 100 वर्ष भ्रमण कले 100 वर्ष भ्रमण में तांकर 9टी कन्या होता 9टी कन्या होता ए 9टी आग कन्या जिते बड़े तांकर हेले एवं से फेरी आसिले तांकर पूर्वस्था को कहले हे स्वामी आपण 9टी कन्यार बर्तमान आम पितामाता हेले ए 9टी कन्या पाई आमको 9टी वर दरकार एक कथा शुणी ब्रह्मा निजे आसी आविर्भाव हेले कहले तापे चिंता कर ना जार पुत्र भगवान ताहार चिंता कौन अच्छी जार पुत्र भगवान तापे चिंता करतु ना 9टी कन्या पाई 9 जन ऋषि को आवाहन करागला प्रथम कन्या हेले कला तांकु देले मरीचि को तापर अनुसया तांकु देले अत्रि को तापर श्रद्धा अंगिरा को देले हबीरभू पुलस्त को देले अंतर्गति पुलह को देले क्रिया क्रतु को देले ख्याति भृगु को देले अरुंधति वशिष्ठ को देले शांति अथर्वा मुनि को देले यहीपरि भाव में 9टी जाक कन्या को 9टी जाक ऋषि देदेले एवं पुत्र जिते बड़े माने जन्म हो सारा पर कहले बापा तुमर पूर्व कथा अनुसार तुम्हें वर्तमान वानप्रस्थ ग्रहण कर वानप्रस्थ ग्रहण कर से जगह कहते भगवान कपिल माँ को माँ ये संसार केमिति लगुच माँ कहले पुअरे संसार बहुत सुखमय कहले माँ जदि आम ठीक भाव में परिचालित करिबा बा परिचालित हेबा ताले आमको सब आनंद लागिबो शांति लागिबो बा सुख अच्छी यदि ठीक भाव में परिचालित न करिकी एथिरे किछि हमर विकार भाव आसे ताहले ये संसार भयंकर एपरि भाव में भगवान कपिल माँ दिव्य ज्ञान देछन्ति कपिल रूपे भगवान माता को देले दिव्य ज्ञान माता को कौन